ସକାଳର ମିଠା ଖରା ପକ୍ଷୀଙ୍କ କାକଳି ଆଉ ନିଜ ଘର ଭିତରେ ସୁରକ୍ଷିତ ଥିବା ଏକ କୁନି ସଂସାର। କିଏ ଜାଣିଥିଲା କାଳରୂପୀ ଗୋଟିଏ କଳା ପାହାଡ଼ ମାଡ଼ି ଆସି ମାତ୍ର କେଇ ସେକେଣ୍ଡରେ ସବୁକିଛି ଉଜାଡ଼ି ଦେବ। ସମ୍ବଲପୁର ଜିଲ୍ଲା 53 ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ଏକ ଅତ୍ୟନ୍ତ ଆଖିରୁ ଲୁହ ନିଗାଡ଼ି ଦେଲା ଭଳି ଦୁଃଖଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଲୁହା ତାର ବୋଝେଇ ଟ୍ରକ୍ ସିଧା ଘର ଭିତରକୁ ପଶିଯାଇଛି। ଆଉ ସେହି ଘରର ଚାଳ ତଳେ ଚାପି ହୋଇ ଆଖି ବୁଜିଛନ୍ତି ଜଣେ ମା। ଆଜି ସକାଳ ପ୍ରାୟ 6ଟା ସମୟ ବାରିବନ୍ଧ ଛକ ନିକଟରେ ଯେତେବେଳେ କୋଲକାତା ପଟୁ ଆସୁଥିବା ଟ୍ରକ୍ ନମ୍ବର MH40CM6003 ଘର ଭିତରକୁ ମାଡ଼ିଗଲା, ଚିତ୍କାରରେ କମ୍ପି ଉଠିଲା ପୁରା ଅଞ୍ଚଳ। ସେହି କାଳରୂପୀ ଟ୍ରକ୍ ମାଆକୁ ତ ସବୁଦୂର ପାଇଁ ଛଡ଼ାଇ ନେଲା, କିନ୍ତୁ ସେ 2.5 ବର୍ଷର କୁନି ପିଲାର ଗୋଟିଏ ଗୋଡ଼କୁ ମଧ୍ୟ ଭାଙ୍ଗି ଚୁରମାର କରିଦେଲା। ବର୍ତ୍ତମାନ ସେ ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବେଡ୍ରେ ଯନ୍ତ୍ରଣାରେ ଛଟପଟ ହେଉଛି ଆଉ କାନ୍ଦି କାନ୍ଦି ତାର ମାଆକୁ ଖୋଜୁଛି। କିନ୍ତୁ ସେ ଜାଣିନି ତାର ମା ଆଉ କେବେ ଫେରିବ ନାହିଁ। ଏଠାରେ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି ପ୍ରଶାସନ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉପରେ। ଏହି ଦୁର୍ଘଟଣା ସ୍ଥଳଠାରୁ ମାତ୍ର 1 କିଲୋମିଟର ଦୂରରେ ରହିଛି ଏକ ବଡ଼ ଟୋଲ୍ ଗେଟ୍। ଗାଡ଼ିମାନଙ୍କଠାରୁ ଟଙ୍କା ତ ମାଗି ମାଗି ନିଆଯାଉଛି, କିନ୍ତୁ ସୁରକ୍ଷା କାହିଁ? ଏ ସମ୍ପୂର୍ଣ୍ଣ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବା ଆଲୋକର କୌଣସି ବ୍ୟବସ୍ଥା ନାହିଁ। ରାତି ହେଲେ ପୁରା ଅଞ୍ଚଳ ଅନ୍ଧାର ଚାଦରରେ ଢାଙ୍କି ହୋଇଯାଏ। ଆଜି ଏହି ଦୁର୍ଘଟଣା ସକାଳୁ ଘଟିଲା, କିନ୍ତୁ এই ଅନ୍ଧାର ଯୋଗୁଁ ଯଦି ଆଗକୁ ରାତିରେ କୌଣସି ବଡ଼ ଅଘଟଣ ଘଟେ ତେବେ ସେଥିପାଇଁ ଦାୟୀ କିଏ ହେବ? ରକ୍ତମୁଖା ପ୍ରଶାସନ ନା ସେହି ଟୋଲ୍ କମ୍ପାନୀ? ଜନସାଧାରଣଙ୍କ ଜୀବନ କ'ଣ ଏତେ ଶସ୍ତା? ଏହି ବେପରୁଆ ନୀତି ଏବଂ ମାଆର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସ୍ଥାନୀୟ ବାସିନ୍ଦା। ଉତ୍ତ୍ୟକ୍ତ ଲୋକେ ବାରିବନ୍ଧ ଛକ ନିକଟରେ ମଝି ରାସ୍ତାରେ ବସି ରହି ରାସ୍ତା ରୋକ କରିଛନ୍ତି। ସ୍ଥାନୀୟ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଯାତାୟାତ ଠପ୍ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ସତ, କିନ୍ତୁ ଜନତାଙ୍କ ଭିତରେ ଥିବା ଆକ୍ରୋଶର ନିଆଁ ଏବେ ସହଜରେ ଲିଭିବା ଭଳି ଜଣାପଡ଼ୁନାହିଁ। ସେ ମାଆକୁ ତ ଆଉ ଫେରାଇ ଅଣାଯାଇ ପାରିବ ନାହିଁ, କିନ୍ତୁ ସେହି ଶିଶୁକୁ ନ୍ୟାୟ ଏବଂ ଏହି ଅନ୍ଧାରିଆ ରାସ୍ତାକୁ ଆଲୋକ କେବେ ମିଳିବ ତାହା ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, ଗ୍ରାଉଣ୍ଡ ନ୍ୟୁଜ୍ 7।